ଶ୍ରୋତା ବନ୍ଧୁ, ବୌଦ୍ଧ ଧର୍ମ ଦର୍ଶନର ନିଗୂଢ଼ ତତ୍ତ୍ୱ ବହନ କରେ ଚର୍ଯ୍ୟା ଗୀତିକା। ଓଡ଼ିଆ ସାହିତ୍ୟରେ ଐତିହାସିକ ଗଣ ଚର୍ଯ୍ୟା ଗୀତିକାର ରଚନା ସମୟକୁ ସପ୍ତମ ଅଷ୍ଟମ ଶତାବ୍ଦୀ ଠାରୁ 12ଶ ଶତାବ୍ଦୀ ମଧ୍ୟରେ ରଖିଥାନ୍ତି। ଆଲୋଚକମାନଙ୍କ ମତରେ ତତ୍କାଳୀନ ସମୟରେ ଦୁଇଟି ପରମ୍ପରା ପ୍ରଭାବ ବିସ୍ତାର କରିଥିଲା। ଗୋଟିଏ ହେଉଛି ତାଙ୍ଗୁର ଗୁରୁ ପରମ୍ପରା, ଅନ୍ୟଟି ହେଉଛି ଚକ୍ର ସମ୍ଭାର ତନ୍ତ୍ର ଗୁରୁ ପରମ୍ପରା। ଚକ୍ର ସମ୍ଭାର ତନ୍ତ୍ର ପରମ୍ପରାରେ ସରହପାଦ 633, ନାଗାର୍ଜୁନ 645, ପରେ ଶବରୀପାଦ 657 ସମୟରେ ଆବିର୍ଭାବ ହୋଇଥିଲେ ବୋଲି ସେଥିରେ ଉଲ୍ଲେଖ ଅଛି। ଶ୍ରୋତାବନ୍ଧୁ, ଆଜି ଆମେ ଚର୍ଯ୍ୟାକାର ଶବରୀପାଙ୍କ ଉପରେ ଆଲୋଚନା ପ୍ରସ୍ତୁତ କରୁଛେ। ସହଜିଆ ସାଧକ ଓ ସିଦ୍ଧାଚାର୍ଯ୍ୟଙ୍କ ମଧ୍ୟରେ ଶବରୀପା ଅନ୍ୟତମ ଥିଲେ। ସହଜ କହିଲେ ଯେମିତି ଆମେ ଆଲୋଚନା କରିଥିଲେ, ସହଜାୟତେ ଇତି ସହଜଃ। ସହଜ ତତ୍ତ୍ୱ ହିଁ ବିଶୁଦ୍ଧ ଆତ୍ମତତ୍ତ୍ୱ। ଶବରୀପାଙ୍କ ଗୁରୁ ଥିଲେ ମହାଚାର୍ଯ୍ୟ ନାଗାର୍ଜୁନ। ତେଣୁ ସିଦ୍ଧ ପରମ୍ପରା ଅନୁଯାୟୀ ଆଦି ସିଦ୍ଧ ସରହଙ୍କ ପରେ ନାଗାର୍ଜୁନ, ତାପରେ ଆସୁଛନ୍ତି ଶବର ବା ଶବରୀପାଦ ଓ ତାପରେ ଲୁଇଙ୍କ ସ୍ଥାନକୁ ମାନ୍ୟତା ମିଳେ। ତେଙ୍ଗୁର ଗ୍ରନ୍ଥରେ ଶବରପା, ଶବରୀଶ୍ୱର, ଶବରେଶ୍ୱର, ମହାଶବର ଇତ୍ୟାଦି ନାମରେ ପରିଚିତ ଅଛନ୍ତି କିଏ? ଶବରୀପାଦ। ତାଙ୍କୁ ମଧ୍ୟ ସିଦ୍ଧ କୁହାଯାଇଛି, ଆଚାର୍ଯ୍ୟ କୁହାଯାଇଛି, ମହାଚାର୍ଯ୍ୟ, ମହାସିଦ୍ଧାଚାର୍ଯ୍ୟ ନାମରେ ମଧ୍ୟ ସେ ଖ୍ୟାତ ହେଇଛନ୍ତି। ଶବରୀପାଦ ବୌଦ୍ଧ ଧର୍ମ ସାଧନାର ସମସ୍ତ ପାରମ୍ପରିକ ଜଟିଳ ବିଧି ବ୍ୟବସ୍ଥାକୁ ଅସ୍ୱୀକାର କରି ସହଜ ପଦ୍ଧତିରେ ସହଜ ତତ୍ତ୍ୱର ଉପଲବ୍ଧି କରିବା ପାଇଁ ସାଧନା କରିଛନ୍ତି। ପାକ୍ ସମ୍ ଜୋନ୍ ଜାଙ୍ଗ ଗ୍ରନ୍ଥରେ ସେ ବଙ୍ଗାଳ ବା ଭାଙ୍ଗଲ ଦେଶର ପାର୍ବତୀୟ ଅଞ୍ଚଳର ଶବର ବା ଶିକାରୀ ସମ୍ପ୍ରଦାୟର ଲୋକ ରୂପେ ବର୍ଣ୍ଣିତ। ପଣ୍ଡିତ ରାହୁଳ ସଂସ୍କୃତାୟନଙ୍କ ମତରେ ଶବରୀପାଦ ଥିଲେ କ୍ଷତ୍ରିୟ ଏବଂ ବିକ୍ରମଶିଳାର ଅଧିବାସୀ, କିନ୍ତୁ ସେଇଠି ତାରନାଥଙ୍କ ମତରେ ସେ ଥିଲେ ପୂର୍ବ ଭାରତର ନର୍ତ୍ତକ ଜାତିର ଲୋକ। ତାଙ୍କର ଯୋଗୀପା ଓ ସର୍ବଭକ୍ଷପା ନାମରେ ଦୁଇ ଜଣ ଶିଷ୍ୟ ଥିଲେ। ସହଜକୁ ମହାସୁଖ କୁହାଯାଏ। ବୋଧିଚିତ୍ତ, ପ୍ରଜ୍ଞେପାୟ, ମିଳନ ଇତ୍ୟାଦି ମଧ୍ୟ କୁହାଯାଏ। ବୌଦ୍ଧମାନଙ୍କର ଏକମାତ୍ର ଏବଂ ଶ୍ରେଷ୍ଠ ଲକ୍ଷ୍ୟ ଥିଲା ନିର୍ବାଣ ପ୍ରାପ୍ତି। ତାଠାରୁ ମଧ୍ୟ ଉଚ୍ଚତର ସ୍ଥାନ ଥିଲା ସହଜର। ଶବରୀପାଦ ସେହି ସହଜ ତତ୍ତ୍ୱର ସୁନ୍ଦର ବ୍ୟାଖ୍ୟା କରିଛନ୍ତି ତାଙ୍କର ଚର୍ଯ୍ୟାରେ। ଶବରୀପାଦଙ୍କର ଦୁଇ ପତ୍ନୀ ଥିଲେ ବୋଲି ଲୋକରେ ମତ ଅଛି, ଯାହାଙ୍କ ନାମ ଥିଲା ଲୋକି ଓ ଗୁଣୀ। ତାଙ୍କର ଦୁଇ ପତ୍ନୀ ଥିଲେ, ଜଣଙ୍କ ନାଁ ଥିଲା ଲୋକି ଆଉ ଜଣଙ୍କ ନାଁ ଥିଲା ଗୁଣୀ। ସେ ଦୁଇ ଜଣଙ୍କ ସହିତ ସିଦ୍ଧାଚାର୍ଯ୍ୟ ନାଗାର୍ଜୁନଙ୍କ ଦ୍ୱାରା ସେ ମନ୍ତ୍ର ଯାନରେ ଦୀକ୍ଷିତ ହୋଇଥିଲେ। ଅର୍ଥାତ୍ ସସ୍ତ୍ରୀକ ଭାବରେ ଶବରୀପା ଗୁରୁ ବା ସିଦ୍ଧାଚାର୍ଯ୍ୟ ନାଗାର୍ଜୁନଙ୍କ ଠାରୁ ମନ୍ତ୍ର ଯାନରେ ଦୀକ୍ଷିତ ହୋଇଥିଲେ। ସାଧନା କ୍ଷେତ୍ରରେ ଲୋକି ଓ ଗୁଣୀଙ୍କ ଚର୍ଯ୍ୟା ନାମ ଥିଲା, ଅର୍ଥାତ୍ ସେମାନେ ଲୌକିକ ସ୍ତରରେ ମାନେ ବାହ୍ୟ ସ୍ତରରେ ତାଙ୍କର ନାଁ ଥିଲା ଲୋକି ଆଉ ଗୁଣୀ ଦୁଇ ଜଣ, କିନ୍ତୁ ଯେତେବେଳେ ଚର୍ଯ୍ୟା ଲେଖାଯାଉଛି, ଚର୍ଯ୍ୟାରେ ତାଙ୍କର ନାମ ଥିଲା ପଦ୍ମାବତୀ ଓ ଜ୍ଞାନବତୀ। କୁହାଯାଏ ଶବରୀପାଦ ନିଜ ସହୋଦରା ଭଗ୍ନୀକୁ ମୁଦ୍ରା ରୂପେ ଗ୍ରହଣ କରିଥିବାରୁ ସମାଜରେ ନିନ୍ଦିତ ହୋଇଥିଲେ। ଶ୍ରୋତାବନ୍ଧୁ, ମୁଦ୍ରା ହେଉଛି ସହଜିଆ ସିଦ୍ଧାଚାର୍ଯ୍ୟ ମାନଙ୍କ ସାଧନାର ଗୋଟେ ରୂପ। ଯେଉଁ ସମୟରେ ସେମାନେ ମୁଦ୍ରା ରୂପରେ ସାଧନା କରିଥାନ୍ତି, କୁହାଯାଏ ଯେ ନିଜ ଭଉଣୀକୁ ମଧ୍ୟ, ନିଜ ଭଗ୍ନୀକୁ ମଧ୍ୟ ସେ ମୁଦ୍ରା ରୂପରେ ଗ୍ରହଣ କରିଛନ୍ତି। ଗୁରୁ
ସେ ଦୁହିଁଙ୍କର ନାମ ଥିଲା ଡାକିନୀ ଆଉ ପଦ୍ମାବତୀ। ନାଗାର୍ଜୁନଙ୍କ ଦ୍ୱାରା ମନ୍ତ୍ରଯାନରେ ଦୀକ୍ଷିତ ହେବା ପରେ ନିଜ ଗୁରୁଙ୍କ ସହିତ ସେହି ସାଧନା ପୀଠ ଶ୍ରୀ ପର୍ବତରେ ସେ ସାଧନାରତ ଥିଲେ। କିଏ? ଶବରୀପାଦ। ସମାଲୋଚକ ଖଗେଶ୍ୱର ମହାପାତ୍ରଙ୍କ ମତରେ ତେଙ୍ଗୁରରେ ଶବରୀପାଙ୍କ ଅନୁଦିତ ଗ୍ରନ୍ଥ ସଂଖ୍ୟା 26, ସେଥିରୁ 10ଟି ବଜ୍ରଯୋଗିନୀ ଗ୍ରନ୍ଥ ସମେତ 16 ଖଣ୍ଡି ତାଙ୍କର ମୌଳିକ ରଚନା ବୋଲି ଜଣାଯାଏ। ତାଙ୍କର କେତେ ଖଣ୍ଡ ପ୍ରଧାନ ରଚନା ହେଲା ବଜ୍ରଯୋଗିନୀ ସାଧନ, ମହାମୁଦ୍ରା ବ୍ରଜ୍ରଗୀତି, ଶୂନ୍ୟତା ଦୃଷ୍ଟି, ଚିତ୍ତଗୁହ୍ୟ, ଗମ୍ଭୀରାର୍ଥ ଗୀତି, ଷଡ଼ଙ୍ଗ ଯୋଗ, ତାପରେ ସହଜ ଶଙ୍କର ସ୍ୱାଧିଷ୍ଠାନ, ସହଜୋପଦେଶ ସ୍ୱାଧିଷ୍ଠାନ। ଚର୍ଯ୍ୟା ଗୀତିକାରେ ତାଙ୍କର ଶବରୀପାଦଙ୍କର 28 ଏବଂ 50 ଗୀତିକା ଦ୍ୱୟ ସଂକଳିତ ହୋଇଛି, ଯାହାର ବାହ୍ୟ ଅର୍ଥ ରହିଛି ଓ ଗୁହ୍ୟ ଅର୍ଥ ରହିଛି। ଶବରୀପାଦ ଉତ୍କଳୀୟ ଥିଲେ ଏବଂ ଓଡ଼ିଶା ତାଙ୍କର ସାଧନାର ପୀଠ ଥିଲା ବୋଲି ଅନୁମାନ କରାଯାଏ। ଶ୍ରୋତାବନ୍ଧୁ, ସହଜ ସରଳ ଲୋକପ୍ରିୟ ପ୍ରତୀକ ମାଧ୍ୟମରେ ଗୂଢ଼ ଶରୀର ତତ୍ତ୍ୱ ଓ ପିଣ୍ଡ ବ୍ରହ୍ମାଣ୍ଡ ତତ୍ତ୍ୱ ଭଳି ଦୁର୍ବୋଧ୍ୟ ତତ୍ତ୍ୱକୁ, ଦାର୍ଶନିକ ତତ୍ତ୍ୱକୁ ଚର୍ଯ୍ୟାକାରମାନେ ତାଙ୍କର ଗୀତିକାରେ ଆଲୋଚନା କରିଛନ୍ତି। ଯେମିତି ଆମେ କହିଥିଲେ ପୂର୍ବ ଅଡ଼ିଓରେ ଯେ ଏଇଟା ହେଉଛି ଗୋଧୂଳିର ଭାଷା ବା ଆଲୁ ଅନ୍ଧାରୀ ଭାଷା, ସନ୍ଧ୍ୟା ଭାଷା ବା ଦ୍ୱି ଅର୍ଥବୋଧକ ଶବ୍ଦର ପ୍ରୟୋଗ ହୋଇଛି ଏବଂ ବିଶେଷ ଅର୍ଥ ଏଥିରେ ପ୍ରଯୁକ୍ତ ଅଛି, ଯାହାକୁ ବୁଝିବା ପାଇଁକା ଦର୍ଶନ ସହିତ ଆମର ସାଧାରଣ ସେ ସମୟର ଯେଉଁ ଭାଷା ଜ୍ଞାନ ମଧ୍ୟ ରହିବା ବହୁତ ଜରୁରୀ। ଏବେ ଆମେ ଶବରୀପାଦଙ୍କର 28ତମ ପଦ, ଯାହାକୁ ଶବର ଶବରୀ ପ୍ରେମ ଚର୍ଯ୍ୟା ନାମରେ ଆମେ ଜାଣୁ, ଗୀତିକା ନମ୍ବର 28 ଶବର ଶବରୀ ପ୍ରେମ ଚର୍ଯ୍ୟା, ରାଗ ହେଉଛି ବଳାଡି। ଏବେ ଆମେ କବିତା ଉପରକୁ ଆଲୋଚନା କରିବା। ଉଚ୍ଚା ଉଚ୍ଚା ପାବତ ତହିଁ ବସଇ ଶବରୀ ବାଳି, ମୋରଙ୍ଗୀ ପିଛ ପରହୀଣ ଶବରୀ ଗିବତ ଗୁଞ୍ଜରୀ ମାଳି। ମୁଁ ଯେତେବେଳେ ଏଇ ପଦଗୁଡ଼ିକ ପଢ଼ୁଛି ସେତେବେଳେ ମୁଁ ଚର୍ଯ୍ୟା ଗୀତିକା ଡକ୍ଟର ଖଗେଶ୍ୱର ମହାପାତ୍ରଙ୍କ ବହିକୁ ଅନୁସରଣ କରିଛି ମୂଳ ପାଠକୁ। ତେଣୁ ସେ ପାଠକୁ ବୁଝଉଛି, ପାଠ ଯେଉଁ ଅନୁସାରେ ରହିଛି ଚର୍ଯ୍ୟା, ସେଇ ଅନୁସାରେ ଆଲୋଚନା ହେଉଛି। ପିଲାମାନଙ୍କର ସୁବିଧା ପାଇଁ ତାର ବ୍ୟାଖ୍ୟା ମଧ୍ୟ ମୁଁ କରୁଛି। ଉଚ୍ଚା ଉଚ୍ଚା ପାବତ ତହିଁ ବସଇ ଶବରୀ ବାଳି, ମୋରଙ୍ଗୀ ପିଛ ପରହୀଣ ଶବରୀ ଗିବତ ଗୁଞ୍ଜରୀ ମାଳି। ଉଚ୍ଚା ଉଚ୍ଚା ପାବତ, ଯେମିତିକି ଉଚ୍ଚ ଉଚ୍ଚ ପର୍ବତ ଉପରେ ଶବରୀ ବାଳି ବା ବାଳିକାର ବାସଭୂମି। ଶ୍ରୋତାବନ୍ଧୁ, ଶବରୀ ଯେଉଁ ଶବ୍ଦଟି ବ୍ୟବହାର କରିଛନ୍ତି ଶବରୀ ପା, ସେଥିରେ ସାଧନାର ଯେ ମୁଖ୍ୟ, ଅର୍ଥାତ୍ ଆମେ ଗୋଟେ ପୁରୁଷ ଯେତେବେଳେ ସେ ଧ୍ୟାନ କରେ, ସେ କୌଣସି ଦେବୀଙ୍କୁ ନିଜର ଆରାଧ୍ୟ ମନେ କରେ, ଏଇଟା ଗୋଟେ ସାଧାରଣ ପ୍ରକୃତି। ଏବଂ ଗୋଟେ ନାରୀ ଯେତେବେଳେ ସାଧନା କରେ କୌଣସି ଆଦି ପୁରୁଷଙ୍କୁ ଗୁରୁତ୍ୱ ଦିଏ। ତେଣୁ ଏଠି ଯେତେବେଳେ ଶବରୀପାଦ ତାଙ୍କର ଗୂଢ଼ ଦର୍ଶନକୁ ବୁଝାଇବା ପାଇଁ ଚାହୁଁଛନ୍ତି, ସେତେବେଳେ ତାଙ୍କର ଆରାଧ୍ୟ ଭାବରେ ସେ ନେଇଛନ୍ତି ଶବରୀକୁ। ଦୁଇଟା ଯାକ ଅର୍ଥ ଆମେ ଏକାଠି ବୁଝୁଛେ। ଯଦି ଲୌକିକ ଗୋଟେ ସାଧାରଣ ଦୃଷ୍ଟିରୁ ବୁଝିବା ଯେ ପାହାଡ଼ ଉପରେ ଶବରୀ ବାଳିକାର ବାସଭୂମି ଏବଂ ସେ କ'ଣ କ'ଣ ଲଗେଇଛି, ମୋରଙ୍ଗୀ ପିଛ ପରହୀଣ ଶବରୀ ଗିବତ ଗୁଞ୍ଜରୀ ମାଳି। ସେ ମୟୂର ପୁଚ୍ଛ ପରିଧାନ କରିଛି, ଗଳାରେ ଗୁଞ୍ଜର ମାଳ ଲମ୍ବାଇ ଅପୂର୍ବ ସୌନ୍ଦର୍ଯ୍ୟମୟୀ ସେ ଦିଶୁଛି, ଅତି ସୁନ୍ଦରୀ ସେ ଦିଶୁଛି।
ଯଦି ଏଇ ଦୁଇ ପଦକୁ ଆମେ ଦେଖିବା ତାହେଲେ ଏଠି ମଣିଷର ମହାସୁଖ ଚକ୍ର ଗୋଟେ ଅଛି, ଯେଉଁଠି ଜ୍ଞାନ ମୁଦ୍ରା ନୈରାତ୍ମ ଦେବୀଙ୍କର ସ୍ଥିତି ଅଛି। ନୈରାତ୍ମ ଦେବୀଙ୍କ ପ୍ରତୀକ ଭାବରେ ଏଠି ଡୁମ୍ବି, ଚାଣ୍ଡାଳି, ଶବରୀ ଏସବୁ ଶବ୍ଦ ଗୁଡ଼ିକ ଗ୍ରହଣ କରାଯାଇଛି। ତେଣୁ ଦୁଇଟା ଅର୍ଥକୁ ଆପଣମାନେ ଏକାଠି ବୁଝୁଥିବେ। ସାଧାରଣ ଦୃଷ୍ଟିରୁ ଉଚ୍ଚା ପାହାଡ଼ ଉପରେ ଗୋଟେ ଶବରୀ ବାଳିକାଟିଏ ବସିଛି, ତା ଘର ସେଠି। ସେ ସବୁ ନିଜକୁ ସୁନ୍ଦର କରିବା ପାଇଁ ସେ ନିଜ ଗଳାରେ ଗୁଞ୍ଜରମାଳ ପକେଇଛି, ମୟୂରପୁଚ୍ଛ ପରିଧାନ କରିଛି। ଉମତ ଶବରୋ ପାଗଳ ଶବରୋ ମାକର ଗୁଲି ଗୁହାଡ଼ା ତୋହରି ନିୟ ଘରଣୀ ନାମେ ସହଜ ସୁନ୍ଦରୀ। ତାର ଏଇ ଯୋଉ ସୁନ୍ଦର ରୂପ ସଜ୍ଜା ଅଛି, ଏଟାକୁ ଦେଖିକି ଶବର ତା ଆଡ଼କୁ ଚାହୁଁଛି ଏବଂ ଉନ୍ମତ୍ତ ହେଇଯାଇଛି। ଶବର ପାଗଳ ହେଇଯାଇଛି ଏବଂ ସେ କହୁଛି ଯେ ସହଜ ସୁନ୍ଦରୀକୁ ମୁଁ ତୋର ଘରଣୀ ସହଜ ସୁନ୍ଦରୀ। ସେ କହୁଛି, ରେ ଶବର ମୋ ଆଡ଼କୁ ଥରେ ଚାହାଁ, ମୁଁ ତୋର ଘରଣୀ ସହଜ ସୁନ୍ଦରୀ। ମତେ ଚିହ୍ନିବାରେ ଭୁଲ କରି ମିଛ ମାୟାରେ ତୁ ଧନ୍ଦି ହେଇଯାଇଛୁ, ଆଉ ଗୋଳମାଳ କର ନାହିଁ। ଏବଂ ବୃକ୍ଷ ସମୂହ ନାନା କୁସୁମରେ ମଣ୍ଡିତ ହୋଇଯାଇଛନ୍ତି। ଏଇଟା ଯୋଉ ଉମତ ଶବର ପାଗଳ ଶବର ମାକର ଗୁଲି, ମାକର ମାନେ ଆଉ କରନା, ଗୁଲି ଗୁହାଡ଼ା ତୋହରି ନିୟ ଘରଣୀ ନାମେ ସହଜ ସୁନ୍ଦରୀ। ସେ ଯିଏ ତାର ଘରଣୀ, ସେ ହଉଛି ସହଜ ସୁନ୍ଦରୀ। ତା ପରପଦରେ ଅଛି, ନାନା ତରୁବର ମୌଳି ଲରେ ଗଣତ ଲାଗିଲି ଡାଳି, ଏକେଲି ଶବରୀ ଏ ବଣ ହିଣ୍ଡଇ କର୍ଣ୍ଣ କୁଣ୍ଡଳ ବଜ୍ରଧାରୀ। ଏକେଲି ମାନେ ଏକୁଟିଆ। ଯେ ମତେ ବୃକ୍ଷ ସମୂହ ନାନା କୁସୁମରେ ମଣ୍ଡିତ ହୋଇଯାଇଛନ୍ତି। ସେମାନଙ୍କର ପୁଷ୍ପିତ ଶାଖା ପ୍ରଶାଖା ଗଗନ ସ୍ପର୍ଶ କଲା ପରି ଜଣା ପଡୁଛି। ସେ ସୁନ୍ଦର ପରିବେଶ ଭିତରେ ଶବର ବାଳିକା ଜଣକ ତାର କାନରେ ପରିଧାନ କରିଛି କୁଣ୍ଡଳ ଏବଂ ବିଭିନ୍ନ ପ୍ରକାର ଭୂଷଣରେ ସେ ଭୂଷିତା ହେଇକି ସେ ଭ୍ରମଣ କରୁଛି। ପ୍ରକୃତିର ଏହି ଅପୂର୍ବ ବେଶ ମୋହନ ମଧ୍ୟରେ ପ୍ରେମିକ ଶବର ତ୍ରିଧାତୁରେ ନିର୍ମିତ ଖଟ ଉପରେ ମହାସୁଖରେ ସଜ୍ଜା ଯାଇଛି, ଶୋଇଛି। ଆଚ୍ଛା, ତିଓ ଧାଉ ଖାଟ ପାଡ଼ିଲା ଶବରୋ ମହାସ୍ମହେ ସେଜି ଛାଇଲି, ଶବରୋ ଭୁଜଙ୍ଗ ନୈରାମଣି, ଯୋଉ ନୈରାମଣି ନୈରାତ୍ମ ଦେବୀ, ଦାରି ପ୍ରେମହ ରାତି ପୋହାଇଲି। ତ୍ରିଧାତୁରେ ନିର୍ମିତ ଖଟ ଉପରେ ଶବର ଏଠି ଶୋଇପଡ଼ିଛି ଏବଂ ମହାସୁଖରେ ତା ଉପରେ ମହାସୁଖର ନିଶା, ମାନେ ସେ ଖୁସି ଅଛି, ସେ ଶାନ୍ତିରେ ଶୋଇବା ପାଇଁ ଚାହୁଁଛି। ଏବଂ ରାତି ପୋହାଇଲି, ରାତି ପୋହାଇଲି ମାନେ ରାତିଟା କଟେଇ ଦେଲା। ଶବର ଭୁଜଙ୍ଗ, ଭୁଜଙ୍ଗ ଏଠି ବାହୁ, ତେଣୁ ଦୁଇ ବାହୁ ପାଶରେ ନୈରାତ୍ମା ଦେବୀକୁ ଆଲିଙ୍ଗନ ପୂର୍ବକ ମହାନନ୍ଦରେ ସେ ରାତି ପୋହେଇଲା। ହିୟ ତାମ୍ବୁଳା ମହାସୁହେ କାପୁର ଖାଇ। ଆମର ସାଧାରଣ ଅର୍ଥରେ ଯେ ସେ କଣ ଖାଇଲା, ସେ କଣ ଖାଇଛି, ସେ ଖାଇଛି ପାନ, ତାମ୍ବୁଳା, ତାମ୍ବୁଳା ମାନେ ତାମ୍ବୁଳ ବା ପାନ, ଏବଂ ଖୁସିରେ କର୍ପୂର, ସେଥିରେ ସେ ପାନରେ କଣ କଣ ପଡିଛି, ସେଥିରେ କର୍ପୂର ସଂଯୁକ୍ତ କରାଯାଇଛି। ଏବଂ ସେଟା ହଉଛି ସାଧନା କ୍ଷେତ୍ରରେ ତାମ୍ବୁଳର ପ୍ରୟୋଗ ଅଛି ଆମର ହିନ୍ଦୁ ଶାସ୍ତ୍ର ଅନୁସାରେ, ଏବଂ ତାକୁ ଯୋଉମାନେ ସେବନ କରନ୍ତି ସେଟା ମଧ୍ୟ ଗୋଟେ ସ୍ୱାସ୍ଥ୍ୟକର। ତେଣୁ ଏଠି ପ୍ରେମ ଆଲିଙ୍ଗନ ଭିତରେ ସେ ସୁଖ ପାଇବା ପାଇଁ କର୍ପୂର ମିଶା ତାମ୍ବୁଳକୁ ସେବନ କରିଛି ଏବଂ ଶୂନ୍ୟ ନୈରାମଣିଙ୍କୁ, ନୈରାମଣି ହଉଛନ୍ତି ନୈରାତ୍ମ ଦେବୀ, ତାଙ୍କୁ କଣ୍ଠ ଆଲଗ୍ନ କରାଇକି ମହାସୁଖରେ ରାତ୍ରି ଯାପନ କରିଛି। ରାତି ପୋହାଇ, ତାପରେ ହଉଛି ଗୁରୁବାକ ପୁଞ୍ଜିଆ ବିନ୍ଧ ନିୟମଣ ବାଣେ
ଏକେ ସର ସନ୍ଧାନେ ବିନ୍ଦହ ବିନ୍ଦହ ପରମଣି ବାଣୀ। ଗୁରୁ ବାକ୍ୟ, ଏଠି ଗୁରୁ ବାକ୍ ହଉଛି ଗୁରୁର କଥା, ଗୁରୁଙ୍କ ନିର୍ଦ୍ଦେଶିତ ବାକ୍ୟ, ବାଣୀ। ପୁଞ୍ଜିଆ, ତାକୁ ହିଁ ସେ ପୁଞ୍ଜି କରିଛି। ବିନ୍ଧ, ସେ ପୁଞ୍ଜି କରି ପାଥେୟ କରିକି ଗୁରୁ ତତ୍ଵକୁ, ଗୁରୁ ନିର୍ଦ୍ଦେଶକୁ ସେ ନିୟମଣ ବାଣେ। ନିୟମଣ ହଉଛି ନିୟମ। ସେ ନିୟମ ରୂପୀ ଧନୁକୁ ବା ତୀରକୁ ବାଣ କରିକି ଏକ ସରରେ ସନ୍ଧାନ କରୁଛି। ବିନ୍ଧହ ବିନ୍ଧହ ପରମଣି ବାଣେ। ପରମ ନିର୍ବାଣ, ପରମଣି କ'ଣ? ପରମ ନିର୍ବାଣ ଲାଭ କରିବା ପାଇଁ ସେ ଚାହୁଁଛି ଗୋଟିଏ ସରର ସନ୍ଧାନ କରିକି, ଅର୍ଥାତ୍ ଧ୍ୟାନ, ତାର ଯେଉଁ ପ୍ରକାର ଆନନ୍ଦ, ସହଜ ସୁଖ, ତା ମାଧ୍ୟମରେ ପ୍ରବୃତ୍ତିର ଇଚ୍ଛାକୁ ତୃପ୍ତ କରି ଏକେ ସର ସନ୍ଧାନ କରି ସେଇ ପରମ ନିର୍ବାଣ ପ୍ରାପ୍ତ କରିବା ପାଇଁ ସେ ଚାହୁଁଛି। ଏବଂ ଏଥିପାଇଁ ତାର ତତ୍ଵଟି କ'ଣ? ଗୁରୁଙ୍କର ନିର୍ଦ୍ଦେଶିତ ପଥ। ଉମତ ସବରା ଗରୁଆ ରୋଷେ, ଗିରିବର ସିଂହର ସନ୍ଧି ପଇସନ୍ତେ, ସବରୋ ଲଢିବ କଇସେ। ଉନ୍ମତ୍ତ, ପ୍ରଗଳ୍ଭ, ପାଗଳ ଶବର, ଗରୁଆ ରୋଷେ। ତେଣୁ ଯେତେବେଳେ ଗୁରୁତର ରାଗ ତା ଭିତରେ ଆସୁଛି। ଗିରିବର ଶିହର, ଶିହର ହଉଛି ଏଠି ଶିଖର ଶବ୍ଦ କୁହାଯାଇଛି। ଗିରିବର ଶିଖର ସନ୍ଧି ରେ ପ୍ରବେଶ କରି ଶବରୁ ଲୋଡ଼ିବ କଇସେ। କେମିତି ଖୋଜାଯିବ? ଗୁରୁତର ରାଗରେ ଉନ୍ମତ୍ତ ହେଇଥିବା ଶବର କୁ ଗିରିର ଶିଖର ସନ୍ଧିରେ ଯେତେବେଳେ ସେ ପ୍ରବେଶ କରି ଯାଉଛି, ସେତେବେଳେ ତାକୁ କିପରି ଖୋଜା ଯାଇପାରିବ? ଏଇଟା ହଉଛି ବାହ୍ୟ ଅର୍ଥ। ଯେ ଶବରୀ ବାଳି ବସିଛି, ସେ କିପରି ରାତି ପୁହିଛି, କ'ଣ ସେବନ କରିଛି, ଏଇଟା ହଉଛି ବାହ୍ୟାର୍ଥ। ଗୁହ୍ୟ ଅର୍ଥରେ ଆହୁରି ନିମଜ୍ଜିତ ହେଇକି ଆର ଅର୍ଥକୁ ବୁଝିବା ପାଇଁ ପଡ଼ିବ। ଶବରୀପାଦ, ଶବର, ଶବରୁଣୀ ଗୋଟେ ପ୍ରତୀକ ଭାବରେ ନେଇଛନ୍ତି। ଶବର ଶବରୁଣୀର ପ୍ରତୀକ, ଜୀବାତ୍ମା ପରମାତ୍ମା। ଏଇ ଦି ଜଣଙ୍କର ମିଳନ କ୍ଷେତ୍ରରେ ନୈରାତ୍ମା ଦେବୀ, ଅର୍ଥାତ୍ ଯେଉଁ ଆମର ଆମେ ଯାହାଙ୍କୁ ଈଶ୍ୱର କହୁ ବା ଆତ୍ମପୁରୁଷ କହୁ, ତାଙ୍କର ବୃତ୍ତାନ୍ତ ବର୍ଣ୍ଣନା କରିଛନ୍ତି। ତାଙ୍କ ଦୁଇ ଜଣଙ୍କର ମିଳନର ବୃତ୍ତାନ୍ତ ବର୍ଣ୍ଣନା କରିଛନ୍ତି। ଉଚ୍ଚ ପର୍ବତ ଶିଖରରେ, ଆମର ସାଧନାରେ ଯେଉଁ ମେରୁଦଣ୍ଡର ଉପରିସ୍ଥ ମହାସୁଖ ଚକ୍ର ଅଛି, ସହସ୍ର ଦଳ କୁହାଯାଏ, ସେଠି ନୈରାତ୍ମା ଦେବୀ ବାସ କରନ୍ତି। ଶବରୀ ବିଭିନ୍ନ ବେଶଭୂଷାରେ ଭୂଷିତ, ଅର୍ଥାତ୍ ଗୋଟେ ସାଧକ ଯେତେବେଳେ ସାଧନା କରେ, ସେତେବେଳେ ସେ ଅତ୍ୟନ୍ତ ନିଜକୁ ଶୌଚ ସୁଚିତାର ସହିତ ପବିତ୍ରୀଭୂତ କରିଥାନ୍ତି ଏବଂ ଅବିଦ୍ୟା କବଳରୁ ନିଜକୁ ମୁକ୍ତ କରିକି ସେ ନୈରାତ୍ମା ଦେବୀ, ଅର୍ଥାତ୍ ନିଜର ଆତ୍ମପୁରୁଷକୁ ସେ ପବିତ୍ର କରନ୍ତି ଏବଂ ଜାଗୃତ କରନ୍ତି। ସାଧକ ସାଧନାରେ ଯେତେବେଳେ ଅଗ୍ରସର ହୁଏ, ଶରୀର ରୂପୀ ଯେଉଁ କାୟା ଅଛି, ସେଟା ମଉଳିଯାଏ, ସେଟା କ୍ଷୁର୍ଣ୍ଣ ହୁଏ, କ୍ଷୀଣ ହେଇଯାଏ, ଦୁର୍ବଳ ହେଇଯାଏ। ଶରୀରର ଅସାରତାକୁ ସେ ଉପଲବ୍ଧି କରେ, ଅର୍ଥାତ୍ ଏ ଶରୀରର କୌଣସି ଅର୍ଥ ନାହିଁ, କେବଳ એકમાત્ર ମୁଖ୍ୟ ହେଉଛି ନୈରାତ୍ମା ଦେବୀ। ଅର୍ଥାତ୍ ଏଇଟା ହେଉଛି ବୌଦ୍ଧ ସିଦ୍ଧାଚାର୍ଯ୍ୟ ମାନଙ୍କର ଶବ୍ଦ, ନୈରାତ୍ମା ଦେବୀ। ଆମେ ଯେତେବେଳେ ସାଧାରଣ ଆମର ହିନ୍ଦୁ ମାନଙ୍କର କଥା ବା ଆମର ସାଧକ ମାନଙ୍କର ଶବ୍ଦ ହେଉଛି ଆଦି ଆତ୍ମପୁରୁଷ ବା ଆତ୍ମସଖୀ। ତେଣୁ ବୃକ୍ଷର ଡାଳ ସବୁ, ଶରୀରର ଡାଳ ସବୁ ଗଗନରେ ଲାଗିଯାଏ, ଅର୍ଥାତ୍ ଚିତ୍ତ ବା ଯେଉଁ ବୋଧିଚିତ୍ତ, ତାହା ଗଗନ ବା ମହାଶୂନ୍ୟରେ ପରିଣତ ହୁଏ, ବିରାଜମାନ କରେ। ଶବରୀ କର୍ଣ୍ଣରେ କୁଣ୍ଡଳ ଧାରଣ କରି ଏକାକିନୀ ବନରେ ଭ୍ରମଣ କଲା ପରି ସହଜ ସୁନ୍ଦରୀ ବା ନୈରାତ୍ମା ଦେବୀ ସାଧକର ଚିତ୍ତ ଗଗନରେ ବିଳାସରେ ଭ୍ରମଣ କରିଥାନ୍ତି। କାୟ ମନ ବାକ୍ୟକୁ ଖଟ ଉପରେ, ଯେଉଁ ଆମେ କହିଲେ ଯେ ଖଟ ଉପରେ ଶୋଇଛି, ମହାସୁଖରେ ଶଯ୍ୟା ଯାଇଛି, ତାର ଅର୍ଥ ହେଉଛି ଚିତ୍ତ ନିବୃତ୍ତି, ଅର୍ଥାତ୍ କାୟ ମନ ବାକ୍ୟରେ ସମ୍ପୂର୍ଣ୍ଣ ରୂପେ ତାକୁ ନିୟନ୍ତ୍ରଣ କରିକି
ଚିତ୍ତ ଯୋଉ ଆମର ସାଧାରଣ ଯୋଉ ଡିଜାୟାର ଅଛି, ଇଚ୍ଛା ଅଛି, ତାଠୁ ମୁକ୍ତ ହେଇକି ଶାନ୍ତିରେ ସାଧନାରେ ଲିପ୍ତ ହବା। ତେଣୁ ବିଳାସୀ ଜନ କର୍ପୂର ମିଶ୍ରିତ ତାମ୍ବୁଳ ସେବନ କରି ଜୀବନକୁ ଉପଭୋଗ କଲା ପରି ସାଧକ ମନ ଚୈତନ୍ୟକୁ ନିଜର ଶୂନ୍ୟ ଚେତନାରେ ଉପଭୋଗ କରେ। ଏଇଟା ହଉଛି ପୂର୍ଣ୍ଣ ନିର୍ବିକଳ୍ପ ସାଧନା ବା ସମାଧିର କଥା। ତେଣୁ ସିଦ୍ଧ ସବରୀପାଦ ସାଧକମାନଙ୍କୁ ଉପଦେଶ ଦେବା ଛଳରେ ନିଜର ମନକୁ ଗୁରୁଙ୍କ ପାଖରେ ସମର୍ପିତ କରି ତାଙ୍କ ଆଶ୍ରିତ ହୋଇ ତାଙ୍କ ନିର୍ଦ୍ଦେଶିତ ପଥରେ ଯାଇ ମନକୁ ବାଣ କରି ବାକ୍ୟକୁ ଧନୁ କରି ନିଜର ଯୋଉ ବାହ୍ୟ ସାଧନା ଯୋଉ ଜପ ସିଦ୍ଧି ଦ୍ୱାରା ସାଧକ ପରମ ନିର୍ବାଣର ଅଧିକାରୀ ହେବା ପାଇଁକା ସେ ନିର୍ଦ୍ଦେଶ କରିଛନ୍ତି। ଏବଂ ଏଇଟା ଆମେ ଏବେ ଗୁହ୍ୟ ଅର୍ଥକୁ ବୁଝୁଥିଲେ। ବର୍ତ୍ତମାନ ଆମେ ଚର୍ଯ୍ୟାକାର ଶବରପାଦଙ୍କର ଚର୍ଯ୍ୟା 50ତମ ଚର୍ଯ୍ୟାକୁ ପଢ଼ିବାକୁ ଯାଉଛି। ମୂଳ ଗୀତି। ଗଣତ ଗଣତ ତୈଲା ବାଡ଼ି ହିଞ୍ଚେ କୁରାଡ଼ି କଣ୍ଠେ ନୈରାମଣି ବାଳି ଜାଗନ୍ତେ ଉପାଡ଼ି। ଗଣତ ଗଣତ ହଉଛି ଗଗନ, ଦୁଇଥର ବ୍ୟବହାର ହେଇଛି। ପ୍ରଥମ ଓ ଦ୍ୱିତୀୟ ଶୂନ୍ୟକୁ ବୁଝଉଛି। ଗଣତ ଗଣତ ତୈଲା ବାଡ଼ି, ତୈଲା ବାଡ଼ି ହଉଛି ଜଙ୍ଗଲ କାଟି ଚାଷ କରିବା ଜମି ହଉଛି ତୈଲା, ଆମେ ଜାଣିଛେ। ତେଣୁ ନୈରାମଣି ବାଳି ଜାଗନ୍ତେ ଉପାଡ଼ି, ଯୋଉ ନୈରାମଣି ଶବ୍ଦଟାକୁ ଆମେ ଆଲୋଚନା କରିଥିଲେ ହେଉଛି ଅବଧୂତିକା ବା ନୈରାତ୍ମ ଦେବୀ। ତେଣୁ ସେ କଣ କରୁଛି ନା ସେ ଜଗିଛି, ଆମର କାହାକୁ ସେ ଜଗିଛି? ତୈଲାରେ ଅଛି ଏବଂ ଆମ କଣ୍ଠରେ ସେ ବିରାଜମାନ। ତା ପରପଦଟା ହଉଛି ଛାଡ଼ ଛାଡ଼ ମା ମୁହା ବିଷମ ଦୁନ୍ଦୋଳି ମହାସୁହେ ବିଳସନ୍ତି ଶବରୋ ଲଇଆ ଶୁଣ ମେହିଲି। ଛାଡ଼ ଛାଡ଼ ମା ମୁହା ବିଷମ ଦୁନ୍ଦୋଳି, ଅର୍ଥାତ୍ ଏଇ ଯୋଉ ସଂସାର ହଉଛି ବିଷମ, ସମସ୍ୟାପୂର୍ଣ୍ଣ। ଏଠି ମହା ସୁଖ ଲାଭ କରିବା ଏତେ ସହଜ କଥା ନୁହେଁ। ତେଣୁ ଯୋଉ ଶୁଣ ମେହିଲି, ଶୁଣ ମେହିଲି ହଉଛି ଶୂନ୍ୟ ମହିଳା, ଅର୍ଥାତ୍ ଶୂନ୍ୟ ମହିଳା ଏଠି କିଏ? ନୈରାତ୍ମ ଦେବୀ, ଶୂନ୍ୟତା। ଆମେ କହିଛେ ଶୂନ୍ୟତା, ତତ୍ତ୍ୱତା, ପ୍ରଜ୍ଞା, ମହାସୁଖ, ଏଗୁଡ଼ା ସବୁ ହଉଛି ବୌଦ୍ଧ ସିଦ୍ଧାଚାର୍ଯ୍ୟ ମାନଙ୍କ ସାଧନାର ଗୋଟେ ଗୋଟେ ଶବ୍ଦ ରୂପ ଏବଂ ଏହାକୁ ସେମାନେ ପ୍ରତୀକ ଭାବରେ ଗ୍ରହଣ କରିଛନ୍ତି। ସେମାନଙ୍କ ସାଧନାର ଗୂଢ଼ ତତ୍ତ୍ୱ ଏଥିରେ ପର୍ଯ୍ୟବେସିତ ଅଛି। ତେଣୁ ଏବେ ଆମେ ଦେଖିବା ହେରି ସେ ମେରି ତୈଲା ବାଡ଼ି ଖସମେ ସମତୁଲା ସୁକଡ଼ ଏ ସେରେ କପାସୁ ଫୁଟିଲା। ସମତୁଲ କରିଦେବା, ତୈଲାକୁ ପ୍ରଥମେ ଚାଷ ଉପଯୋଗୀ କରାଯିବ, ସମତୁଲ କରାଯିବ ଏବଂ ସେଥିରେ କପାସୁ ଫୁଟିଲା, ଅମଳ ହେଲା ଫସଲ, କପା ଫୁଟିଲା। ଏଇ ଉଦ୍ଦେଶ୍ୟରେ କୁହାଯାଇଛି। ଯେ ବାହ୍ୟାର୍ଥକୁ ମୁଁ ଅନୁରୋଧ କରିବି ଆମର ଶ୍ରୋତାବନ୍ଧୁଙ୍କ ପାଇଁ ଯେ ସେମାନେ ପ୍ରଥମେ ମୂଳ ପାଠକୁ ବାରମ୍ବାର ପଢ଼ନ୍ତୁ। ବାହ୍ୟାର୍ଥ ଅନୁସାରେ ପାହାଡ଼ ଉପରେ ଶବର କପା ଚାଷ କରିବା ପାଇଁ କୁରାଢ଼ୀରେ ପାହାଡ଼ କାଟି ତୈଲା ବାଡ଼ି ତିଆରି କରେ, ସମତୁଲ କରେ। ଶବରୁଣୀ ଶବର ପାଖେ ପାଖେ ରହି ସେ ମାଟି ଯୋଉ ଖୋଳା ହେଇଥାଏ, ଯୋଉ ତୈଲା ସଫା ହେଇଥାଏ, ସେଥିରୁ ଘାସ ପଥର ଗୋଡ଼ି ଇତ୍ୟାଦି ବାଛି ଦିଏ। ସିଦ୍ଧ ସାଧକ ଏଠି ଶବରୀପାଦ କହୁଛନ୍ତି, ହେ ସାଧକ ଗଣ, ଏ ଯୋଉ ସାଂସାରିକ ମାୟାମୋହ ସମସ୍ତ ଦ୍ୱନ୍ଦ୍ୱର ମୂଳ, ଯାହାବି ସେ ସବୁ ତମକୁ ସାଧନା କ୍ଷେତ୍ରରେ ତମକୁ ପ୍ରଭାବିତ କରୁଛି, ସେ ସବୁଠୁ ଦୂରେଇକି ରୁହ ଏବଂ ସେ ସବୁକୁ ପରିତ୍ୟାଗ କର। ଉଚ୍ଚ ପାହାଡ଼ ଉପରେ ଦେଖ ଶବର ଶବରୁଣୀ କିପରି ସୁଖମୟ ଦାମ୍ପତ୍ୟ ଜୀବନ ଯାପନ କରୁଛନ୍ତି। ତାପରେ ସେମାନେ ଶବରର ତୈଲା ବାଡ଼ିରେ ସମତୁଲ ହେଲା ପରେ କପା ଗଛ ଗୁଡ଼ିକ ପତ୍ର ଶୋଭିତ ହେଇକି ଆକାଶରେ ମିଶି ଯାଉଛନ୍ତି। ସେଥିରେ ଫୁଲ ଫୁଟି ଚତୁର୍ଦିଗ ଶୁକ୍ଳବର୍ଣ୍ଣ ଦେଖାଯାଉଛି। ଶବରୀପଦ ପୁଣି କହୁଛନ୍ତି, ଦେଖ କପା ତୈଲା ନିକଟରେ ଜହ୍ନା ବାଡ଼ି, ସେଥିରେ ଜହ୍ନା ଗଛରେ ଫୁଲ ଫୁଟିଛି ଏବଂ ସୁନ୍ଦର ଦିଶୁଛି। ପାହାଡ଼ ଉପରେ ଚାଷ କରାଯାଇଥିବା କାଙ୍ଗୁଚିନା ପାଚିଯିବା ପରେ ସେସବୁକୁ ସଂଗ୍ରହ, ତିନିଟା କଥା, କପା ଆଉ କପା ଚାଷ ହେଇଛି
ଏବଂ ଆଉ ଗୋଟେ ଚାଷ ହେଇଛି ଜହ୍ନା ଚାଷ ଏବଂ କାଙ୍ଗୁଚିନା। କାଙ୍ଗୁଚିନା ପାଚିଯିବା ପରେ ସେସବୁକୁ ଶବର ଶବରୁଣୀ ଖୁସିରେ ଉନ୍ମତ୍ତ ହେଇକିରି ସଂଗ୍ରହ କରୁଛନ୍ତି। ଏଇଟା ହଉଛି ସେ ସମୟର ଶବରୀ ମାନଙ୍କର ଯୋଉ ଚାଷବାସର ଜୀବିକା ଅର୍ଜନର ଗୋଟେ ପରିବେଶ, ତାହାର ପ୍ରତିଛବି ଏଇଟା ମଧ୍ୟ ବହନ କରୁଛି। ତା ସହିତ ଆର ଗୁହ୍ୟାର୍ଥ ମଧ୍ୟ ଅଛି। ତେବେ ଆମେ ଯୋଉ ବାହ୍ୟାର୍ଥ ପଢୁଥିଲେ, ବୁଝୁଥିଲେ, ସେଇଟାରେ ଅଛି କାଙ୍ଗୁଚିନା ପାଚିଯିବା ପରେ ସେ ସବୁକୁ ଶବର ଶବରୀ ଆନନ୍ଦରେ ଗ୍ରହଣ କରୁଛନ୍ତି ଏବଂ ଶବରର ଜୀବନ ଏଇ ଯେତେବେଳେ ସମସ୍ତେ ଏଇ ସବୁ ତାଙ୍କର ଜୀବନରେ ଯୋଉ କାମ ଅଛି, କାର୍ଯ୍ୟ ଅଛି, ସେ ସବୁ ସରିଗଲା ପରେ ଶେଷରେ ସେମାନେ ମଧ୍ୟ ଏଠୁ ବିଦାୟ ନିଅନ୍ତି, ଅର୍ଥାତ୍ ମରିଯାଆନ୍ତି। ଶବରୁଣୀ 4 ଖଣ୍ଡ ବାଉଁଶର ଚାଞ୍ଚେରା ଦେଇ ଶବାଧାର ତିଆରି କରେ ଏବଂ ତା ଉପରେ ମୃତ ଶରୀରକୁ ବହି ନେଇ ଶ୍ମଶାନରେ ତାକୁ ଦାହ କରିଦିଏ। ଶାଗୁଣା, ଶିଆଳ ସବୁ ଉଚ୍ଚ ସ୍ୱରରେ ଚିତ୍କାର କରନ୍ତି। ଏହିପରି ଶବରର ଶବରତ୍ୱ ଶେଷ ହେଇଯାଏ ଏବଂ ଶବର ଜନ୍ମରୁ ସେ ମୁକ୍ତି ପାଏ। ତେଣୁ ଆମେ ମୁଖ୍ୟ ଯୋଉ ଅଛି ପାଠ ଚର୍ଯ୍ୟା 50, ଯାହାକି ରାମ ରାମକ୍ରି ଶବର ପାଦାନାମ, ଏଇଟା ଯୋଉ ଅଛି ତାକୁ ପଢିବାକୁ ପଡିବ ଯେ କୁରାଢି କଣ, ସେ କିପରି ଭାବରେ ଯାଇକିରି ତାର ସମତଳ କରୁଛି ପାହାଡର ଉପର ଭାଗ ଏବଂ ସେଠି ଜଙ୍ଗଲ କାଟି ଚାଷ କରିବା ଜମିଟିକି କେମିତି ପ୍ରସ୍ତୁତ କରୁଛି। ଏଇ କଥା ଯୋଉ ବାହ୍ୟ ଅର୍ଥକୁ ଆମେ ପ୍ରଥମେ ବୁଝିଲେ। ଏବେ ଆମେ ଗୁହ୍ୟାର୍ଥକୁ ଯିବା। ପ୍ରକୃତରେ ଆର ଗୁହ୍ୟ ତତ୍ଵଟି କଣ? ଶବର କୁରାଢିରେ ପାହାଡ କାଟି କପା ତୈଲା ପ୍ରସ୍ତୁତ କଲା ପରି ସାଧକ ତାର ଯୋଉ ପ୍ରଜ୍ଞା ଅଛି, ତାର କନସାଇନ୍ସ ଅଛି, ଚିତ୍ତ ଅଛି, ବୋଧି ଚିତ୍ତ, ତାକୁ ଶୂନ୍ୟ ତତ୍ଵକୁ ପୁରାଏ। ଶୂନ୍ୟ ତତ୍ଵ ଭିତରେ ସେ ପରିଭ୍ରମଣ କରେ। ଶୂନ୍ୟରୁ ଅତି ଶୂନ୍ୟକୁ ଯାଏ ଏବଂ ତୃତୀୟ ଶୂନ୍ୟକୁ ଖଣ୍ଡନ କରି ଅତିକ୍ରମ କରି ଚତୁର୍ଥ ଶୂନ୍ୟକୁ ଉଠିବା ନିମନ୍ତେ ନିଜକୁ ପ୍ରସ୍ତୁତ କରେ। ତାପରେ ସେଠି ଥାଏ ସମ୍ଭୋଗ ଚକ୍ର। ସମ୍ଭୋଗ ଚକ୍ରରେ ନୈରାତ୍ମ ଦେବୀ ସେଠି ଉପସ୍ଥିତ ଥାନ୍ତି, ଅର୍ଥାତ୍ ସାଧକ ମହାସୁଖକୁ ଲାଭ କରେ। ଏଇ ପ୍ରକାର ଅର୍ଥ ବାହ୍ୟର୍ଥରେ ଆମେ ଗୁହ୍ୟର୍ଥରେ ଆମେ ବୁଝିଲେ ଏବଂ ଆକୁ ବୁଝିବା ପାଇଁ ବହୁତ କଷ୍ଟ କରିବାକୁ ପଡେ, ଯାହାକି ଅତ୍ୟନ୍ତ ସହଜ ସାପେକ୍ଷ ନୁହଁ, ଅତ୍ୟନ୍ତ କଷ୍ଟ ସାପେକ୍ଷ। ତେଣୁ ଶବର ଶବରୁଣୀର ଏଇ ଯୋଉ ଚର୍ଯ୍ୟା ଅଛି, ମୃତ୍ୟୁ ଚର୍ଯ୍ୟା, ଏଠି କିଛିଟା କଙ୍ଗୁଚିନା ଅର୍ଥ ହଉଛି ବୋଧିଚିତ୍ତ। ଚାରି ବାସେ ଚତୁରାନନ୍ଦ, ଚଞ୍ଚାଳୀ ବିଷେନ୍ଦ୍ରିୟ, ବିଷୟ ଆଉ ଇନ୍ଦ୍ରିୟ, ବିଷୟେନ୍ଦ୍ରିୟ। ଏବଂ ଏଠି ଶବରର ମୃତ୍ୟୁ ଯୋଉ ଦେଖିକି ଶୃଗାଳ ଶକୁନାଦି କାନ୍ଦନ୍ତି, ଅର୍ଥାତ୍ ଏଠି ଶବର ପାଦ ନିଜେ କରୁଣା ପ୍ରକାଶ କରୁଛନ୍ତି ଯେ ଜଣେ ଆମକୁ ଏଠୁ ନିଶ୍ଚିତ ଭାବରେ ଏଠୁ ଯିବାକୁ ପଡିବ। ଆଉ ନିହାତି ପକ୍ଷେ ଆମର ଯୋଉ ଜୀବନଟି ଆମକୁ ମିଳିଥାଏ, ଆମେ ତାକୁ ସଫଳ କରିବା ପାଇଁ ହେଲେ ନୈରାତ୍ମ ଦେବୀ ସାଧନା, ଅର୍ଥାତ୍ ଆତ୍ମ ପୁରୁଷ ସହିତ ଆମର ସମ୍ପୃକ୍ତି ବା ଏକାକାର ହବା ବହୁତ ଜରୁରୀ। ଶ୍ରୋତା ବନ୍ଧୁ, ଆମର 2ଟି ଯାକ ପଦ ଆମେ ଆଲୋଚନା କରିସାରିଛେ। ବର୍ତ୍ତମାନ ଯୋଉ ଗଣ ଶବ୍ଦର ଅର୍ଥ ହଉଛି ପ୍ରଥମ ଶୂନ୍ୟ ଓ ଦ୍ଵିତୀୟ ଶୂନ୍ୟ। ତୈଲାବାଡି ଅର୍ଥ ହଉଛି ତଲଗ୍ନ, ମାନେ ତତ୍ ସମ୍ପୃକ୍ତ ତୃତୀୟ ମହାଶୂନ୍ୟ। ନୈରାମଣି ହଉଛି ନୈରାତ୍ମା ଦେବୀ ବା ବିଜ୍ଞାନ ସ୍କନ୍ଦର ଅଧିଦେବତା। ହେଞ୍ଚେ କୁରାଢି ହଉଛି ଯୋଉ ସାଧନାର ରାସ୍ତା ବା କୌଣସି ମାଧ୍ୟମ ଯାହା ଦ୍ୱାରା ନିଜକୁ ଦୃଢ କରିହବ। କଣ୍ଠ ହଉଛି ସମ୍ଭୋଗ ଚକ୍ର। ଶୂନ୍ୟ ମେହେଲି ନୈରାତ୍ମା ଦେବୀ ବା ସହଜ ସୁନ୍ଦରୀ। ମହାସୁଖ ହଉଛି ମହାନନ୍ଦ। କପାସୁ ହଉଛି ଚତୁର୍ଥ ଶୂନ୍ୟତାକୁ ଏଠି ସୂଚନା ଦିଆଯାଇଛି। ଜହ୍ନା ବାଡି ହଉଛି ଜ୍ଞାନ ରୂପ ଚନ୍ଦ୍ରମଣ୍ଡଳ ବା ବୋଧିଚିତ୍ତ। ଅନ୍ଧାରୀ ଶବ୍ଦର ଅର୍ଥ ହଉଛି ଅବିଦ୍ୟା। ଆକାଶକୁ ଏଠି ପ୍ରଭାସ୍ୱର ଶୂନ୍ୟ ବୋଲି କୁହାଯାଇଛି। ତେଣୁ ମୁଁ ଆଶା କରୁଛି
ଯେତିକି ସମ୍ଭବ ହେଇପାରିଛି ୟାକୁ ବୁଝିଛେ ଏବଂ ଅନୁରୋଧ କରୁଛି ଶ୍ରୋତା ବନ୍ଧୁମାନଙ୍କୁ ଯେ ସେମାନେ ମୂଳ ପାଠକୁ ବାରମ୍ବାର ଉଚ୍ଚାରଣ କରିକି ଉଚ୍ଚ ସ୍ୱରରେ ଯଦି ସେମାନେ ପଢ଼ିବେ ତାହେଲେ ନିଶ୍ଚିତ ଭାବରେ ତାଙ୍କୁ ଏଇ ଅର୍ଥ ବୁଝିବାରେ କୌଣସି କଷ୍ଟ ହେବ ନାହିଁ। ଆଶା କରୁଛି ଅଡ଼ିଓଟି ଭଲ ଲାଗିଥିବ। ଯେହେତୁ ଗୂଢ଼ ତତ୍ତ୍ୱ ସମ୍ବଳିତ ଦର୍ଶନ ଏଥିରେ ଅଛି, ଆମମାନଙ୍କୁ ମଧ୍ୟ ଆହୁରି ଏଥିରେ ଅଧ୍ୟୟନ ଅଧ୍ୟବସାୟ ଆବଶ୍ୟକ ରହିଛି। ଅଡ଼ିଓଟି କେମିତି ଲାଗିଲା ଜଣାଇବା ପାଇଁ ଅନୁରୋଧ।